ओम नमो भगवते श्री अरविंदाय। ओम आनंदमयी चैतन्यमयी सत्यमयी परमे। आमे आଜି दिव्य जननी श्रीमांक विरचित राधाज प्रेयर संपर्क रे किछि आलोचना करिबा। कली जुगरे भक्ति जोग ही जुग धर्म। सर्वसाधारणक पाई भक्ति मार्ग ही उत्तम मार्ग। एहाकु कहा जाए नारदीय भक्ति। एई भक्ति कहे सरल भावे भगवान को डाक ओ तांकु प्राण भरी भल पाओ। ज्ञानमार्गी पाई नेति नेति भाव। शेषरे से कहती जगत मिथ्या। मात्र भक्ति मार्गीर नेति नेति भाव नाही, अछि इति इति भाव। सीधा सड़ख तांकर यात्रा पथ। भक्त कहे, हे भगवान मते तुम प्रेम दियो, से प्रेम रे मते प्रेमी कर। तुम नाम ओ प्रेमर सुरापान रे मु जेपरी प्रमत्त हेबी। श्री अरविंदଙ୍କ भाषारे डिविनिटी इज एन इंटॉक्सिकेशन। भक्ति मार्ग रे भाव ही प्रधान। भगवान हेउछंती भावर विषय, महाभावर विषय। शास्त्र कहंती भाव हेउछि एक ऐश्वर्य। सही ऐश्वर्य भगवान को आकर्षण करि आणे। जहार जेते भाव ताहार सेते लाभ। सेथिपाई कहा जाए भावेषु विद्यते देवे, अर्थात भावरे ही देवता रहंती। संस्कृत रे कहा जाइछि मंत्रे तीर्थे द्विजे देवे दैवज्ञ भेषजे गुरौ जादृशी भावना जस्य सिद्धिर्भवति तादृशी। अर्थात मंत्र, तीर्थ, द्विज, देवता, दैवज्ञ, चिकित्सक और गुरु को जी जेपरी भाविब से सेहीपरि फल प्राप्त हेब। चारि गोटी भावरे भगवान केवल बंधा नुहंती, एथि सहित अन्य एक विशिष्ट भाव मध्य संयुक्त होई रहिछि। अतएव पांच गोटी भावरे मुख्यतः भगवान आबद्ध होई रहिथांती भक्तर हृदय रे। सेही भावगुड़िक एहीपरि शांत, दास्य, सख्य, वात्सल्य ओ मधुर भाव। शांत भाव ऋषि मानंकर भाव। सेथिरे किछि वासना न थाए, केवल थाए शांत भावरे भल पाइबा। विद्यापतिଙ୍କ कथारे हे भगवान तुमे जगतर त्राणकर्ता, दीनजनक प्रति तुमर असीम दया। मु जगतरे जणे तुमे मो प्रति दया करिव, मोते रक्षा करिव। मोते दया करिबा ओ रक्षा करिबा तुमर दायित्व। दास्य भाव हेउछि हनुमानंकर भाव। से हेउछंती दास्य भक्तिर प्रतीक। श्रीरामंक काम कला बेले से सिंह समान। दास्य भावर मुख्य लक्षण हैला सेवा। केते प्रकार सेवा रहिछि दास्य भावर भक्तमानंक निकटरे।
ସେ ସେହି ସେବା ପାଇଁ ଆଗ୍ରହୀ ହୁଅନ୍ତି। କେତେବେଳେ ଆଲଟ ସେବା, ତ କେତେବେଳେ ଚାମର ସେବା, ତ ଆଉ କେତେବେଳେ ତାମ୍ବୁଳ ସେବା ଇତ୍ୟାଦି ଇତ୍ୟାଦି। ବୈଷ୍ଣବ ପଦାବଳୀରେ ଉଲ୍ଲେଖ ଅଛି, କନକ ସମ୍ପୁଟ କରି କର୍ପୂର ତାମ୍ବୁଳେ ଭରି ଯୋଗାଇବି ଅଧର ଯୁଗଳ। ଅର୍ଥାତ୍ ପାନରେ କର୍ପୂର ମିଶାଇ ତାହା ଦେଇ ତୁମ ଅଧର ମୁଁ ଲାଲ କରାଇବି। ଏହା ହେଉଛି ଦାସ୍ୟ ଭାବ। ଦାସ୍ୟ ଭାବର ଭକ୍ତମାନଙ୍କର ସେବା କରିବା ପାଇଁ ବିନମ୍ର ପ୍ରାର୍ଥନା ଏଥିରେ ରୂପାୟିତ ହୋଇଥାଏ। ଅନ୍ୟ ଏକ ଭାବ ହେଉଛି ସଖ୍ୟ ଭାବ, ଅର୍ଥାତ୍ ବନ୍ଧୁ ଭାବ। ଏଥିରେ ଈଶ୍ୱର ଓ ଭକ୍ତ ପରସ୍ପରର ବନ୍ଧୁ। ଏହି ଭକ୍ତ ଭଗବାନଙ୍କୁ ଡାକେ ସଖା ବୋଲି। ଶ୍ରୀକୃଷ୍ଣ ଅବତାରରେ ଶ୍ରୀଦାମ, ସୁଦାମ ଓ ସୁବଳ ପ୍ରଭୃତି ସଖ୍ୟ ଭାବରେ ଭାବିତ ଭକ୍ତ। ସେମାନେ ଏକାଠି ଶ୍ରୀକୃଷ୍ଣଙ୍କ ସାଙ୍ଗରେ ଗୋଠକୁ ଯାଆନ୍ତି, ଧେନୁ ଚରାନ୍ତି, ବଣରେ ବିଭିନ୍ନ କ୍ରୀଡ଼ା କରନ୍ତି ଇତ୍ୟାଦି ଇତ୍ୟାଦି। ଅର୍ଜୁନଙ୍କ ଭାବ ହେଉଛି ସଖ୍ୟ ଭାବ। ବାତ୍ସଲ୍ୟ ଭାବ, ଏଥିରେ ଈଶ୍ୱରଙ୍କୁ ସନ୍ତାନ ବୋଲି ଭାବିବାକୁ ହୁଏ। ନିଜକୁ ତାଙ୍କର ପିତାମାତା ତୁଲ୍ୟ ମନେ କରିବାକୁ ହୁଏ। ଭକ୍ତ ନିଜ କୋଳକୁ ନିଏ ସନ୍ତାନ ପରି ଭଗବାନଙ୍କୁ, ତାଙ୍କୁ ଆଦର କରେ, ଲାଳନ ପାଳନ କରୁଥାଏ ଅତ୍ୟନ୍ତ ଭାବ ବିଭୋରତାରେ। ଯଶୋଦା ଏହି ବାତ୍ସଲ୍ୟ ଭାବର ପ୍ରତିନିଧି। ଓଡ଼ିଆ ସାହିତ୍ୟରେ ବାତ୍ସଲ୍ୟ ଭାବର ସୁନ୍ଦର ସୁନ୍ଦର କେତେ ବର୍ଣ୍ଣନା ଅଛି। ଅଭିମନ୍ୟୁଙ୍କର ବିଦଗ୍ଧ ଚିନ୍ତାମଣି କାବ୍ୟରେ ବାତ୍ସଲ୍ୟ ଭାବର ବର୍ଣ୍ଣନା ଅତ୍ୟନ୍ତ ଚମତ୍କାର। ଶ୍ରୀକୃଷ୍ଣଙ୍କର ଦିନେ ବିଳମ୍ବ ହୋଇଛି ଗୋଠରୁ ଗାଈ ଆଣି ଫେରିବା ପାଇଁ। ଯଶୋଦା ବିବ୍ରତ ଓ ବ୍ୟାକୁଳ ହୋଇପଡ଼ିଛନ୍ତି। ଘରକୁ ବାହାର ଓ ବାହାରକୁ ଘର ଏପାଖ ସେପାଖ ହେଉଛନ୍ତି। ମନ ତାଙ୍କର ଶତଧା ବିଦୀର୍ଣ୍ଣ ହୋଇଯାଇଛି। ଅତ୍ୟନ୍ତ ଦୁଃଖରେ ମର୍ମାହତ ହୋଇଛନ୍ତି ଏବଂ କବି ଅତି ମାର୍ମିକ ଭାଷାରେ ତାର ବର୍ଣ୍ଣନା କରିଛନ୍ତି। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ କଳା। ମାଣିକରେ ମୋ କଳା, ମାଣିକରେ ନିଶାଚର ମାତିବାର ଶୁଭୁଛି ଶ୍ରୁତି କି। ମୁଣ୍ଡଙ୍କୁଣି ଛାଡ଼ିଦେଲି ବଣକୁ କାହିଁକି କଳା। ମାଣିକରେ ମୋ କଳା, ମାଣିକରେ ରବି ଅସ୍ତ ଚାହୁଁଅଛି କ୍ଷତ ମୃଗୀ ପରି। ନିମିଷକ କାଳ ଲାଗେ କୋଟି ଯୁଗ ସରି କଳା।
ମାଣିକରେ ମୋ କଳା ମାଣିକରେ। ବାତ୍ସଲ୍ୟ ମମତାର ନିର୍ମଳ ନିଦର୍ଶନ ଏଥିରେ ପ୍ରତିଭାତ ହୋଇଛି। ଅତି ଚମତ୍କାର ପ୍ରତୀକ ମାଧ୍ୟମରେ କବି ଏଠାରେ କହୁଛନ୍ତି ଯେ ଯଶୋଦାଙ୍କର ବ୍ୟାକୁଳତା ଏତେ ଗମ୍ଭୀର ଓ ଗଭୀର ଯେ ମନେ ହେଉଛି ସତେ ଯେମିତି ଗୋଟିଏ ମୃଗୀ କ୍ଷତାକ୍ତ ହୋଇଯାଇଛି, ପଡ଼ି ରହିଛି ତଳେ, ଉଠି ପାରୁନାହିଁ, ଯିବାକୁ ଚାହୁଁଛି ଯାଇପାରୁନାହିଁ। ସେପଟେ ଆକାଶରେ କ୍ରମେ କ୍ରମେ ସୂର୍ଯ୍ୟ ଦେବତା ଅସ୍ତ ହୋଇ ଯାଉଛନ୍ତି। ସେ ଯେଉଁ ମର୍ମନ୍ତୁଦ ବ୍ୟାକୁଳତା, ସେଇ ମାତୃ ଚେତନାର ଯେଉଁ ଗଭୀରତମ ଗଭୀରତା, ତାହା ଏ ବାତ୍ସଲ୍ୟ ଭାବରେ ପ୍ରକଟିତ ହୋଇଛି। ଅନ୍ୟତମ ଭାବ ହେଉଛି ମଧୁର ଭାବ। ମଧୁର ଭାବ ସମସ୍ତ ଭାବମାନଙ୍କ ଭିତରେ ଶ୍ରେଷ୍ଠ ଭାବ। ଏଥିରେ ଅନ୍ୟ ସମସ୍ତ ଭାବର ସାରବତ୍ତା ଥାଏ। ଶାନ୍ତ ରସର ନିଷ୍ଠା ଓ ପରାକାଷ୍ଠା, ଦାସ୍ୟ ଭାବର ସେବା, ସଖ୍ୟ ଭାବର ବିଶ୍ୱାସ ଓ ଆତ୍ମୀୟତା, ବାତ୍ସଲ୍ୟ ଭାବର ଲାଳନ ଏବଂ ମଧୁର ଭାବର ସ୍ନିଗ୍ଧ ମାଧୁର୍ଯ୍ୟ। ଶାସ୍ତ୍ରରେ କୁହାଯାଇଛି ଯେ ଦେହ ଭାବ ଥିବା ପର୍ଯ୍ୟନ୍ତ ମଧୁର ଭାବ ଆସେ ନାହିଁ। ଏହା ହିଁ ଯଥାର୍ଥରେ ପ୍ରେମ ଭାବ। ଦିବ୍ୟ ଜନନୀ ମାଙ୍କ କଥାରେ ଟୁ ଲଭ୍ ଟ୍ରୁଲି ଦି ଡିଭାଇନ୍ we must rise above attachments। ମୀରାବାଈଙ୍କର ଥିଲା ମଧୁର ଭାବ। ସେ କହୁଥିଲେ, ହେ ପ୍ରିୟତମ, ହେ ପ୍ରେମାସ୍ପଦ, ତୁମେ ମୋତେ ଦର୍ଶନ ଦିଅ। ତୁମ ବିନା ମୁଁ ରହିପାରୁନି। କ୍ଷଣେ ମାତ୍ର ମୁଁ ବଞ୍ଚିବା ସମ୍ଭବ ହେଉନାହିଁ। ଜଲବିନ୍ କମଲ ଚନ୍ଦବିନ୍ ରଜନୀ ऐसे तुम देखो भी न ସଜନୀ। ଅର୍ଥାତ୍ ପଦ୍ମକୁ ପାଣି ଭିତରୁ ବାହାର କରିନେଲେ, ପୂର୍ଣ୍ଣିମା ରାତିରୁ ଜହ୍ନକୁ କାଢ଼ି ନେଲେ ଯେପରି ହୁଏ, ତୁମ ବିନା ମୋ ଅବସ୍ଥା ସେହିପରି। କବି ବିଦ୍ୟାପତିଙ୍କ କଥାରେ ପାଖିକ ପାଖ ମିନକ ପାନି ଜୀବକ ଜୀବନ ହାମ୍ ऐछे ଜାନି। ଅର୍ଥାତ୍ ପକ୍ଷୀର ଡେଣା ପରି ତୁମେ ମୋର, ଡେଣା ବିନା ପକ୍ଷୀ ଯେପରି ଅସହାୟ, ମୁଁ ସେହିପରି ତୁମ ବିନା ଅସହାୟ। ମାଛକୁ ପାଣିରୁ ବାହାର କରିନେଲେ ସେ ଯେପରି ଅସହାୟ, ମୁଁ ସେହିପରି ତୁମ ବିନା ଅସହାୟ। ତୁମେ ମୋର ପ୍ରାଣର ପ୍ରାଣ, ହେ ପରମେଶ୍ୱର, ତୁମେ ମୋର ଜୀବନର ଜୀବନ। ମଧୁର ଭକ୍ତିର ଅନ୍ୟ ନାମ ପ୍ରେମ ଭକ୍ତି। ଶ୍ରୀରାମକୃଷ୍ଣ କହନ୍ତି ଯେ ଈଶ୍ୱରଙ୍କୁ ଅତି ବେଶୀ ଭଲ ନ ପାଇଲେ ପ୍ରେମ ଭକ୍ତି ହୃଦୟରେ ଜାଗ୍ରତ ହୁଏ ନାହିଁ। ଏହି ପ୍ରେମ ଭକ୍ତି ମୁଖ୍ୟତଃ ତିନି ପ୍ରକାରର, ଯଥା ସାଧାରଣୀ ପ୍ରେମ ଭକ୍ତି, ସମଞ୍ଜସା ପ୍ରେମ ଭକ୍ତି ଓ ସମର୍ଥା ପ୍ରେମ ଭକ୍ତି। ସାଧାରଣୀ ପ୍ରେମ ଭକ୍ତି ଭିତରେ
ନିଜର ସୁଖ କାମନା ଥାଏ। ଚନ୍ଦ୍ରାବଳୀ ଏହି ପ୍ରେମର ପ୍ରତୀକ। ସେ କହନ୍ତି, ଶ୍ରୀକୃଷ୍ଣ ମୋର ହିଁ ମୋର, କେବଳ ମୋର, ସେ ଆଉ କାହାର ହୋଇ ନ ପାରନ୍ତି। ଓଡ଼ିଆ ପଦାବଳୀ ସାହିତ୍ୟରେ ଚନ୍ଦ୍ରାବଳୀଙ୍କର ପ୍ରେମ ବର୍ଣ୍ଣନା ଉପସ୍ଥାପିତ ହୋଇଛି ବିଭିନ୍ନ ପ୍ରସଙ୍ଗରେ। ଗୋଟିଏ ପଦାବଳୀରେ କୁହାଯାଇଛି, ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା, ଶ୍ୟାମକୁ ଜୁହାର ସେ କରୁ ଗো ସେ ପୀରତି যা ছাতি লোহার মা, শ্যামକୁ জুହାର তার প্রেমକୁ জুହାର মା। ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ, ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ, ନାଗରା ବାଜୁଛି ବ୍ରଜ ଯାକରେ ଯାହାର ମା, ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା। ସମଞ୍ଜସା ପ୍ରେମ, ଏଥିରେ ଉଭୟଙ୍କ ପ୍ରତି ସମାନ ସମାନ ଶ୍ରଦ୍ଧା ଭାବ ଥାଏ। ଏ ପ୍ରେମ ହେଉଛି ରୁକ୍ମିଣୀଙ୍କର ପ୍ରେମ। ଏଥିରେ ଦାସ୍ୟ ଭାବ ଅଛି, ଅଧିକାର ଭାବ ମଧ୍ୟ କେତେକାଂଶରେ ଅଛି। ପରେ ଆମେ ଦେଖିବା ସମର୍ଥା ଭାବକୁ। ଏହି ଭାବ ପ୍ରେମ ଭକ୍ତିର ସର୍ବଶ୍ରେଷ୍ଠ ସର୍ବୋତ୍କୃଷ୍ଟ ଭାବ। ରାଧାଙ୍କର ଭାବ ରାଧା ଭାବ, କେବଳ ଦେଇଦେବାର ଭାବ, ପାଇବାର କିଛି ନାହିଁ। ଦେବାରେ ଆନନ୍ଦ, ନେବାରେ ନାହିଁ। ମାଙ୍କ କଥାରେ, ଲଭ୍ ଇଜ୍ ନଟ୍ ଟୁ ପଜେସ୍ but to give oneself. Without self giving there is no love. ଏଥିରେ କାମନା କିଛି ମାତ୍ର ନଥାଏ, ନିଜର ଲାଭ ଲାଳସା କିଛି ବି ନଥାଏ। ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଆତ୍ମେନ୍ଦ୍ରିୟ ପ୍ରୀତି ଇଚ୍ଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରୀତି ବାଞ୍ଛା ଧରେ ପ୍ରେମ ନାମ। ଏ ପ୍ରେମ ନିର୍ମଳ ବିମଳ ପ୍ରେମ, ଯାହାର ତୁଳନା କଳନା ନାହିଁ। ଯାହାକୁ ବର୍ଣ୍ଣନା କରିବା ପାଇଁ ଭାଷା ମଧ୍ୟ ଅକୁଳାନ ହେବ। ଯିଏ ସମଗ୍ର ଜୀବନକୁ ଜଗତକୁ ସୁବର୍ଣ୍ଣ ସୂତ୍ରରେ ବାନ୍ଧି ରଖିପାରେ। ଏ ପ୍ରେମ ଶ୍ରୀରାଧାଙ୍କର ପ୍ରେମ। ଶ୍ରୀରାଧା ଏହି ପ୍ରେମ ପାଇଁ ଚିରବନ୍ଦିତା, ଅଭିନନ୍ଦିତା ଓ ପରମ ପୂଜିତା।
ଓଡ଼ିଆ ଭାଷାର ଏକ ପଦାବଳୀରେ ଶ୍ରୀ ରାଧାଙ୍କୁ ଅତ୍ୟନ୍ତ ଉଚ୍ଚ ଆସନ ପ୍ରଦାନ କରାଯାଇଛି। କବି ଗୋପାଳକୃଷ୍ଣଙ୍କ ଭାଷାରେ ରାଧା ପରି ରାଧା ସିନାରେ ସଙ୍ଗାତ, ରାଧା ପରି ରାଧା ସିନା, ଆଉ ଯେତେ ଗୋପେ ଅଛନ୍ତି ସମସ୍ତେ, ସର୍ବେ ପିତଳ ସେ ସୁନାରେ ସଙ୍ଗାତ, ରାଧା ପରି ରାଧା ସିନା। ଶ୍ରୀ ରାଧା ସମର୍ପଣର ପ୍ରତୀକ। ନିବେଦିତା ସିଏ ଶ୍ରୀକୃଷ୍ଣଙ୍କ ପାଦ ପ୍ରାନ୍ତରେ। ଶ୍ରୀ ଅରବିନ୍ଦଙ୍କ ଭାଷାରେ ରାଧା ପ୍ରେମ ପରି ପ୍ରେମ ନାହିଁ, ସେ ପ୍ରେମ ଅନନ୍ୟ ଓ ଅସାଧାରଣ। ଶ୍ରୀ ମା ଥିଲେ ଏଇ ରାଧା ଭାବର ମୂର୍ତ୍ତିମତୀ ମର୍ତ୍ତ୍ୟଲକ୍ଷ୍ମୀ। ଶ୍ରୀ ଅରବିନ୍ଦଙ୍କୁ ସେ ଶ୍ରୀକୃଷ୍ଣ ଭାବରେ ପ୍ରତ୍ୟକ୍ଷ ଦର୍ଶନ ପୂର୍ବରୁ ସୂକ୍ଷ୍ମ ଦର୍ଶନରେ ଦେଖିଥିଲେ ଫ୍ରାନ୍ସରେ, ଏବଂ ପଣ୍ଡିଚେରୀରେ ସ୍ଥୂଳ ଭାବରେ ଶ୍ରୀକୃଷ୍ଣ ଭାବରେ ଦର୍ଶନ କରି ପୂର୍ଣ୍ଣ ସମର୍ପିତ ମୁଦ୍ରାରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଯେଉଁ ମହାଭାବ ତାଙ୍କ ଅନ୍ତରରେ ଉଦ୍ରେକ ହେଲା, ପରେ ସେ ତାକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କଲେ, ଯାହା ଆମ୍ଭମାନଙ୍କ ପାଖରେ ରାଧାସ୍ ପ୍ରେୟାର ବା ରାଧାଙ୍କ ପ୍ରାର୍ଥନା ନାମରେ ପରିଚିତ। ତହିଁରେ ଥିବା ଭକ୍ତି ଭାବର ଉତ୍ତାଳ ତରଙ୍ଗମାଳା ଅସାଧାରଣ। ସେହି ତରଙ୍ଗମାଳାରେ ପ୍ଲାବିତ ହୋଇଯାଏ ବିମୁଗ୍ଧ ପାଠକ ଓ ଏକାଗ୍ର ଶ୍ରୋତାର ହୃଦୟ। ପ୍ରୀତି ପ୍ରବଣତାର ପୂର୍ଣ୍ଣ କୁମ୍ଭ ମାଙ୍କର ଅନ୍ତରର ସମର୍ପଣ ଭାବ। ସେ ପ୍ରଥମ ଦେଖାରେ ଶ୍ରୀ ଅରବିନ୍ଦଙ୍କୁ ସମ୍ବୋଧନ କରିଛନ୍ତି ପ୍ରାଣର ପ୍ରାଣ, ହୃଦୟର ହୃଦୟ, ସର୍ବୋପରି ସମଗ୍ର ଜୀବନର ଅଧୀଶ୍ୱର ଭାବରେ। ହୃଦୟର ଦେବତା ଭାବରେ ସେ ତାଙ୍କୁ ଗ୍ରହଣ କରିଛନ୍ତି। ନିଜ ଜୀବନକୁ ଅର୍ଘ୍ୟ ସ୍ୱରୂପ ସେ ଅର୍ପଣ କରିଦେଇଛନ୍ତି ପ୍ରଭୁଙ୍କ ଚରଣରେ। ମନର ତାଙ୍କର ଯେତେ ଭାବନା, ଅନ୍ତରର ଯେତେ ଅନୁଭୂତି, ଜୀବନର ଯେତେ ଗତି, ଶରୀରର ଯେତେ କୋଷାଣୁ, ସବୁକୁ ସେ ନିବେଦନ କରିଦେଇଛନ୍ତି ଶ୍ରୀ ଅରବିନ୍ଦଙ୍କ ଚରଣ କମଳରେ, ଏବଂ ନିଜର ବୋଲି କିଛି ରଖିବାକୁ ଚାହିଁ ନାହାନ୍ତି। ସବୁକିଛି ଶ୍ରୀ ଅରବିନ୍ଦଙ୍କର ବୋଲି ବିଚାର କଲା ପରେ ଆଉ କ'ଣ ବା ରହିବ ନିଜର ବୋଲି? ତାଙ୍କର ଇଚ୍ଛା ବୋଲି ଆଉ କିଛି ମାତ୍ର ରହିନାହିଁ। ତେଣୁ ସେ କହିଛନ୍ତି, ମୋର ବୋଲି ଆଉ କିଛି ମୁଁ ରଖିନି ହେ ପ୍ରଭୁ, ତୁମର ଇଚ୍ଛା ହିଁ ମୋର ଇଚ୍ଛା। ତୁମେ ଯାହା ମୋ ପାଇଁ ବାଛିଦେବ ମୁଁ ତାକୁ ସାଦରେ ଗ୍ରହଣ କରିବି। ପ୍ରକୃତରେ ଭଗବାନଙ୍କର ନିର୍ବାଚନ ହିଁ ଅସଲ ନିର୍ବାଚନ। ସେ ଯାହା ଦିଅନ୍ତି
ତାହା ହିଁ ଯଥାର୍ଥ ଦାନ। ସେଇଥିପାଇଁ ମା' କହୁଛନ୍ତି, ହେ ପ୍ରଭୁ, ତୁମେ ମୋ ପାଇଁ ଯାହା ବାଛିଦେବ, ଜୀବନ ବା ମରଣ, ତାହା ମୋ ପାଇଁ ଅଭିନନ୍ଦନୀୟ ହେବ, ବରଣୀୟ ହେବ। ଯେଉଁ ସୁଖ ବା ଦୁଃଖ ଯାହା ମୋ ପାଇଁ କି ତୁମେ ନିର୍ବାଚନ କରିଦେବ, ତାହାକୁ ମୁଁ ଆଦରରେ ଗ୍ରହଣ କରିନେବି। କାରଣ ସେଇ ମୋର ହେବ ଦିବ୍ୟ ବିଭୂତି। ମୋ ପାଇଁ ସେ ହେବ ପଥର ପାଥେୟ। ଯେତେ ଯାହା ମୋ ପାଇଁ ଦେବ, ମୁଁ ତାକୁ ଦିବ୍ୟ ସମ୍ପଦ ଭାବରେ ହାତ ପାତି ଗ୍ରହଣ କରିବି। କାରଣ ମୁଁ ଏକାନ୍ତେ ସର୍ବମତେ ତୁମରି, କେବଳ ତୁମରି। ମୋର ପ୍ରତି ରକ୍ତବିନ୍ଦୁ ତୁମରି ପାଦରେ ନିବେଦିତ। ହେ ପ୍ରଭୁ, ତୁମରି ପାଦ ତଳେ ନିବେଦିତ। ମୋ ଜୀବନରେ ତୁମର ଦିବ୍ୟ ଦାନ ହିଁ ଅପରୂପ ଆନନ୍ଦ ଭରିଦେବ। ମୋ ଅନ୍ତରରେ ଏତିକି ମାତ୍ର ମୋର ବିନମ୍ର ପ୍ରାର୍ଥନା। ସତେ ସମର୍ପଣ ଭାବ ଯେମିତି ଏକ ପରିପୂର୍ଣ୍ଣ ପୂର୍ଣ୍ଣ କୁମ୍ଭ ହୋଇଯାଇଛି ରାଧାଙ୍କ ପ୍ରାର୍ଥନାରେ। ଶ୍ରୀ ଅରବିନ୍ଦଙ୍କ କଥାରେ ଶ୍ରୀ ମାଙ୍କ ସମର୍ପଣ ପରି ସମର୍ପଣ କୁତ୍ରାପି ଦେଖାଯାଏ ନାହିଁ। ଏପରି ସମର୍ପଣ ଦୁର୍ଲଭ ସମର୍ପଣ, ଯାହା ପୂର୍ଣ୍ଣ ଯୋଗର ମୂଳ ତତ୍ତ୍ୱ ଓ ମୂଳ ମନ୍ତ୍ର। ସମର୍ପଣ ହେଉଛି ପୂର୍ଣ୍ଣ ଯୋଗର ଆଦ୍ୟ ବୈଭବ ଏବଂ ପ୍ରାନ୍ତ ବୈଭବ। ସମର୍ପଣ ବ୍ୟତିରେକେ ପୂର୍ଣ୍ଣ ଯୋଗ ନାହିଁ। ରାଧାର ପ୍ରାର୍ଥନାକୁ ଜଣେ ଯଦି ଏକାଗ୍ର ଚିତ୍ତରେ ମନନ କରେ, ସେ ତହିଁରେ ଅଭିଭୂତ ହେବାକୁ ବାଧ୍ୟ। ସେ ଶବ୍ଦମାଳାରେ ସୀମାହୀନ ଶକ୍ତିର ସଞ୍ଚରଣ ଅଛି। ଆତ୍ମଦାନର ପୂଜା ଫୁଲ ଭାବରେ ପ୍ରତିଟି ଶବ୍ଦ ସେଥିରେ ନିବେଦିତ ହୋଇଛି ପରମ ପ୍ରଭୁଙ୍କ ଚରଣରେ। ଯେତେ ଥର ପଢ଼ିଲେ ମଧ୍ୟ କ୍ଳାନ୍ତି ଆସିବା ପରିବର୍ତ୍ତେ ଅନୁରକ୍ତି ଭରିଯାଏ ପାଠକ ଚିତ୍ତରେ। ତାର ସ୍ୱତନ୍ତ୍ର ବର୍ଣ୍ଣବିଭା କାଳେ କାଳେ ଅମଳିନ ରହିବ। ଯେତେ ପଢ଼ିଲେ ସେ ନୂଆ ନୂଆ ଲାଗୁଥିବ, କାରଣ ତା ଭିତରେ ଅନୁପମ ଭାବର ସ୍ନିଗ୍ଧ ମାଧୁର୍ଯ୍ୟ ରହିଛି। ସତେ ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଯେତେ ପଢ଼ିଲେ ତାହା ନିତ୍ୟ ନୂତନ, ଯେତେ ଶୁଣିଲେ ତାହା ଅନୁପମ ଚିରନ୍ତନ। ତାର ପ୍ରଭାବ କାଳେ କାଳେ ଅମଳିନ।
ସେପରି ଅନୁଭବର ବର୍ଣ୍ଣିଳ ବୈଭବ ଯେତିକି ଅକଳନୀୟ ସେତିକି ଅକଳ୍ପନୀୟ ମଧ୍ୟ। ସେପରି ଏକ ଦିବ୍ୟ ଚେତନାର ଅକ୍ଷରାୟିତ ସ୍ୱରୂପ ସମସ୍ତଙ୍କ ପାଇଁ ବରଣୀୟ, ଗ୍ରହଣୀୟ ଓ ଅନୁଭବ୍ୟ। ଯେତେଥର ତାର ଶ୍ରବଣ, ଉଚ୍ଚାରଣ ଓ ମନନ ତଥା ଅନୁଶୀଳନ କରାଯିବ, ସେତେ ସେତେ ଦିବ୍ୟ ଭାବର ତରଙ୍ଗମାଳାରେ ପ୍ଲାବିତ ହୋଇଯିବ ବକ୍ତାର ହୃଦୟ ତଥା ଶ୍ରୋତାର ହୃଦୟ। ସେହି ଭାବର ଜୟ ହେଉ, ଦିବ୍ୟ ଜନନୀଙ୍କର ଜୟ ହେଉ। ଓମ୍ ନମୋ ଭଗବତେ ଶ୍ରୀଅରବିନ୍ଦାୟ। ଓମ୍ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ। ବୁଦ୍ଧି ବାମନ ଓଷା, ଅଲଣା ଓଷା, ବାଟ ଓଷା, ଦାଣ୍ଡ ପହଁରା ଓଷା। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନ। ମାଘ ମାସ କୃଷ୍ଣ ପକ୍ଷରେ କେଉଁ ଓଷା କରିବା